ମୁଁ କଣ କହୁଛି ଦଳ ଯଦି ଠିକ ବାଟରେ ଗଲା ରହିବା କାର୍ଯ୍ୟକ୍ରମ କରିବା କଣ ଅଛି ଜନତା ଦଳ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ହଉନି ମୁଁ ଏଥିରେ ନିବୃତ୍ତ ରହିଛି ନିବୃତ୍ତ ରହିଛି ନାଇଁ ମତେ ଭୟ ଲାଗିଲା ମୁଁ ସୋସିଆଲ ୱାର୍କ କରିବି ଆମେ ଏତେ ବର୍ଷ ପଲିଟିକାଲ କାର୍ଯ୍ୟକ୍ରମ ସୋସିଆଲ ୱାର୍କ କରିବି ଆମେ କାହିଁ କୋଉ ଦଳ ଇଏରେ ସୋସିଆଲ ୱାର୍କ ମୁଁ ସେ କଥା ମାନେ ମେମ୍ବରସିପ ଅଛି କିନ୍ତୁ ମୁଁ ଇନଭଲଭମେଣ୍ଟ ହଉନି କୌଣସି କାର୍ଯ୍ୟକ୍ରମ ସହିତ ନା ମତେ କରିଥିଲେ ମୁଁ ମନା କଲି ମୁଁ ସୋସିଆଲ ୱାର୍କ ମୁଁ କରିବି ନା ମୁଁ ଯୋଉ କଥା କହିସାରିଛି ମୁଁ କହିସାରିଛି ଯେହେତୁ କାର୍ଯ୍ୟ ଯୋଉ ଅପୋଜିସନ ନେଚାର ଯୋଉ କାର୍ଯ୍ୟକ୍ରମ କରିବା କଥା ସେ କରୁନାହିଁ ତେଣୁ ମୁଁ ଆଉ କାର୍ଯ୍ୟକ୍ରମ ବିଜେଡି ସହିତ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତି ରହୁନି ମୁଁ ସୋସିଆଲ ୱାର୍କ ଏଟା ପଚାରିବ ସଭାପତି କାହିଁକି ନା ରାଜନୈତିକ ସହଯୋଗୀ ଲାଲ ବିହାରୀ ହିମିରିକା ସମାନ କଥା କହିଲେ ବିଜୁ ସ୍ୱାଭିମାନ ମଞ୍ଚ ଯେ ବିଜେଡି ଯେମିତି ହବା କଥା ସେମିତି ହଉନି ତାଙ୍କର ମତ ରଖିଛନ୍ତି ସାର୍ ଏବେ ଗୋଟେ କୁହାଯାଉଛି ଯେ ନୂଆ ବିଜେଡି ହବ ପୁରୁଣା ବିଜେଡି ଯୋଉଭଳି ଢାଞ୍ଚାରେ ଥିଲା ସେଭଳି ଢାଞ୍ଚାରେ ମାନେ ଯୋଉମାନେ ତାଙ୍କ ମତ ରଖିଛନ୍ତି ମୁଁ ନିଜକୁ ବର୍ତ୍ତମାନ ସୋସିଆଲ ୱାର୍କ ସହିତ ସାମିଲ କରୁଛି ମୁଁ ସୋସିଆଲ ୱାର୍କ ସହିତ ବର୍ତ୍ତମାନ ସାମିଲ କରି ନାଇଁ ଏବେ ବର୍ତ୍ତମାନ ତ ମୁଁ ସମୟ ହେଇନାହିଁ ସମୟ ଅନୁସାରେ ବର୍ତ୍ତମାନ ଠିକ ଭାବରେ କାର୍ଯ୍ୟକ୍ରମ କରୁନି ନା ମୁଁ ମୂଳରୁ ସବୁ ଟୋଟାଲ ଉପରେ ଆପଣ ଯେତିକି ଗୋଟେ ବିରୋଧୀ ଦଳ କାର୍ଯ୍ୟକ୍ରମ କରିବା କଥା ସେ ଅନୁସାରେ ହଉନି ଆପଣ ଆପଣ ବି ଦଳ କାର୍ଯ୍ୟକ୍ରମରେ ଯୋଉମାନେ କାର୍ଯ୍ୟକ୍ରମ କରୁଛନ୍ତି ଦାୟିତ୍ୱ ନେଇଛନ୍ତି ସାର୍ କିନ୍ତୁ ଏଇ ଯୋଉ ନୂଆ ବିଜେଡିର ଆବଶ୍ୟକ ରହିଛି ନା ମୁଁ ଏଇରେ କହିପାରିବିନି କାରଣ ସମୟ କହିବ ଲୋକଙ୍କ ମତ କଣ ଅଛି ଏସବୁ କଥା କହିବ କର୍ମୀଙ୍କ ସହ ମିଶୁଛନ୍ତି କର୍ମୀ କଣ କହୁଛନ୍ତି ସାଧାରଣ ଲୋକ କଣ କହୁଛନ୍ତି ବର୍ତ୍ତମାନ ନାଇଁ ନାଇଁ ଲୋକ କହୁଛନ୍ତି ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆସ୍ଥା ଅଛି ଯେ ଠିକ ଭାବରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରୁ ସାର୍ ଆଉ ଗୋଟିଏ କୁହାଯାଉଛି ବିଜୁ ନାଁରେ ପୁଣି ଦଳଟେ ଖୋଲିଲେ ଭାସ୍କର ରାଓ ବିଜୁଙ୍କ ନାଁରେ ଆପଣ ଭାବୁଛନ୍ତି ଏବେ ବି ଯିଏ ଚାହିଁବ ଭୋଟ ନେଇପାରିବ କାହିଁକିନା ନୂଆ ଦଳ ଆପଣ ମୁଁ ସେ କଥା କହିପାରିନି କାରଣ ଏମିତି ବର୍ତ୍ତମାନ ମୁଁ କହିପାରିନି ତାଙ୍କ ନିଜର ମତ ସେ ଅମରାଙ୍କର ମତ ସେ କଥା ମୁଁ ବର୍ତ୍ତମାନ କହୁଛି ବର୍ତ୍ତମାନ ଠିକ ଟାଇମ ହେଇନାହିଁ କୌଣସି କଥା ନିଷ୍ପତ୍ତି ନେବା ପାଇଁ ଆଗେ ଯୋଉ ବିଜୁ ଜନତା ଦଳ ଅଛି ତାକୁ ଯଦି ଠିକ ଭାବରେ ଲୋକଙ୍କ ମନ ଭିତରେ ବିଜୁ ଜନତା ପ୍ରତି ବର୍ତ୍ତମାନ ମଧ୍ୟ ସମର୍ଥନ ଅଛି ସେ ଠିକ ଭାବରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରିବ ତାହେଲେ ଲୋକ ତାକୁ ଗ୍ରହଣ କରାଯାଇପାରିବେ ମୁଁ ତ ଦେଇଥିଲି ଯେ ବିଜୁ ଜନତା ଦଳ ମୁଁ ସେ କଥା କହିଥିଲି ଯେ ବିଜୁ ଜନତା ଦଳ ସ୍ୱାଭିମାନ ଯୋଉ ବିଚାରଧାରାରେ ଗଠନ ହେଇଥିଲା ସେ ବିଚାରଧାରାରେ କାର୍ଯ୍ୟକ୍ରମ ନ ହେବାର ମୁଁ ନିଜକୁ ଦୂରେଇ ରଖୁଛି ମୁଁ କଥା କହ ଆପଣ ମାନେ ଦେଖୁଥିବେ କଣ ବିଜେଡି ମେମ୍ବରସିପ ଅଛି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ମେମ୍ବରସିପ ଅଛି କାର୍ଯ୍ୟକ୍ରମ ଦୂରେଇ ଯାଇଛି ଅଭିମାନ ନାହିଁ ଅଭିମାନ କାହାକୁ କରିବେ ଆମେ ଲୋକ ଶୁଣନ୍ତୁ ଯଦି ଠିକ ଭାବରେ କାର୍ଯ୍ୟକ୍ରମ କରିବେ ରହିବେ ଯଦି ଠିକ ଭାବରେ ନ ରହିବେ କରିବେ ବର୍ତ୍ତମାନ ମୁଁ ନିଜେ କହିଲି ଆପଣଙ୍କୁ ଆପଣ ସୋସିଆଲ ଅର୍ଗାନାଇଜେସନ ମୁଁ ବିଶେଷ ଭାବରେ ସାମିଲ ହେଉଛି ଆଉ ମୁଁ ଆଗକୁ ଯୋଉ ଟ୍ରେଡ୍ ୟୁନିୟନ ସହିତ ସାମିଲ ଅଛି ମୁଁ ଯୋଉ ମୋର ପୁରୁଣା କାର୍ଯ୍ୟକ୍ରମ ସେଇ ଅନୁସାରେ ସାମିଲ ମୁଁ ଏଟା କଣ ଏଟା ହଉଛି ଷ୍ଟେଟ୍ ପ୍ରେସିଡେଣ୍ଟଙ୍କର ଇଏ ତାଙ୍କର କାହାକୁ ଭୋଟ ଦେବେ ମୁଁ ତାକୁ ତା ପୂର୍ବରୁ ମଧ୍ୟ ମୁଁ ନିଜକୁ କହିଛି ଯେ ମୁଁ ଏଥିରୁ ଅଲଗା ରହିଯାଉଛି ମୁଁ କାର୍ଯ୍ୟକ୍ରମ ସହିତ ବର୍ତ୍ତମାନ ରହୁନି ମୁଁ ସୋସିଆଲ ୱାର୍କ କରି କାର୍ଯ୍ୟକ୍ରମ ସହିତ ରହିବି ଜିଲ୍ଲା ମୁଁ ତ ମୂଳରୁ କହିଛି ମୁଁ ଦୂରେଇ ରହିଛି ମତେ ମୁଁ ମୁଁ ମୂଳରୁ କହିଛି ଯେ ବିଜୁ ଜନତା ଦଳ କାର୍ଯ୍ୟକ୍ରମରୁ ମୁଁ ଦୂରେଇ ରହିଛି ମୁଁ ସୋସିଆଲ ଅର୍ଥ ମୁଁ ସୋସିଆଲ ସବୁବେଳେ କଣ ଆମେ ପଲିଟିକାଲ ପାର୍ଟିରେ ରହିକି ସବୁ କାର୍ଯ୍ୟକ୍ରମ କରିବୁ ଅନ୍ୟ କଥା ହବନି ତେଣୁ ଆମେ ବହୁତ ବର୍ଷ ପଲିଟିକାଲ କାର୍ଯ୍ୟକ୍ରମ କରିଛୁ ବର୍ତ୍ତମାନ କିଛି ସମୟରେ ସୋସିଆଲ ୱାର୍କ କରିବା କଥା ଆଗରୁ ଯେମିତି କରୁଥିଲି ମୁଁ ସୋସିଆଲ ୱାର୍କ କାର୍ଯ୍ୟକ୍ରମ ଆଗରୁ କରୁଥିଲି ଟ୍ରେଡ୍ ୟୁନିୟନ କାମ କରୁଥିଲି ବର୍ତ୍ତମାନ ସେ କାର୍ଯ୍ୟକ୍ରମ କରିବି ମୁଁ କାହାର ବ୍ୟକ୍ତିଗତ ବିଷୟରେ କିଛି କହିବାର ନାଇଁ ମୁଁ କାହା ସହିତ ଭେଟାଭେଟି କଥା ନାହିଁ ମୋ ନିଜ ବିଚାର ଉପରେ ମୁଁ ନିଜ ଉପରେ ସ୍ୱାଧୀନ ମୁଁ ନିଜ ବିଚାର ଯାହା ମନକୁ ଆସିଲା ଯୋଉଟା ଠିକ ମୁଁ ସେ ଅନୁସାରେ କରିବି ନା ଆମେ ପ୍ରଥମେ ଯେତେବେଳେ ସମୟ ଯୋଉ ଆମକୁ ରଖିଥିଲେ ଯୋଉ କମିଟି ଆମେ କମିଟିରେ କହିଥିଲୁ ଆମ ଯୋଉ କମିଟି କରାହେଇଥିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆମେ ସବୁ କଥା କହିଥିଲୁ
ନାଇଁ ସେ କରିଛନ୍ତି ସେଥିରେ ଦୁଇଟା ଗୁରୁତ୍ୱ ଦେଇ ଆମେ କହିଥିଲୁ ପଲିଟିକାଲ ଆଫେୟାର୍ସ କମିଟି କର ଆଉ ବାକି ଇଏ ଡିସିପ୍ଲିନାରୀ କମ ସେ କରିଛନ୍ତି। ନାଇଁ କଥା ହଉଛି କଥାଟା ଆମେ ଦେଖୁଛୁ ଯୋଉଟା ଇଏ ସଂଗଠନ କଥା ଭିନେ କିନ୍ତୁ ପବ୍ଲିକ ଆକ୍ଟ ପରସେପସନ ଭିନେ ପବ୍ଲିକ ଆକ୍ଟିଭିଟି ଯୋଉଟା ଗୋଟେ ପଲିଟିକାଲ ପାର୍ଟି କରିବା କଥା ଗୋଟେ ଅପୋଜିସନ ହିସାବରେ କରିବା କଥା ସେଇ କଥାଟାକୁ ଆମେ କଥା ଆପଣ ଦେଖିଲେ ଅନେକ ନେତା ତୃଣମୂଳ ସ୍ତରରୁ ବଡ଼ ନେତା ବିଜେପି ଛାଡୁଛନ୍ତି ବିଜେପି ଛାଡ଼ିବା କାରଣ କଣ? ତାଙ୍କୁ ପଚାରେ ସେ କଣ ସାର୍ ସାର୍ ଆପଣ ଏତେ ବର୍ଷ ଧରି ଥିଲେ ଏତେ କାମ କରିଥିଲେ ଆପଣ ମନ ଦୁଃଖ ହୁଏନି ଯେ ଦଳର ଏମିତି ସ୍ଥିତି ପଳଉଛି ମନ ଦୁଃଖ ଆଉ ନହେଲେ ମୁଁ କହିଥାଏ ମୁଁ କାଁ ଅଲଗା ରହୁଛି ମନ ତ ଦୁଃଖ ନିଶ୍ଚିତ ନହେଲେ ମୁଁ ନିଜକୁ କହୁଛି ଆପଣ ସେଇଥିରେ ଅର୍ଥ ଦଳରେ ରହିବେ ନା ରହିବେନି ଆପଣ ମୁଁ କଣ କହୁଛି ଦଳ ଯଦି ଠିକ ବାଟରେ ଗଲା ରହିବା କାର୍ଯ୍ୟକ୍ରମ କରିବା କଣ ଅଛି। ଆଜ୍ଞା ଥ୍ୟାଙ୍କ ୟୁ।